ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କୁଶପୁର ଗାଁରେ ହତ୍ୟାକାଣ୍ଡ। ବାପାକୁ ପିଟି ପିଟି ହତ୍ୟା କଲେ ଦୁଇ ପୁଅ। ମୃତକ ହେଲେ ଗୋପାଳକୃଷ୍ଣ ସାହୁ। ପାରିବାରିକ କଳହକୁ ନେଇ ଗୋପାଳକୃଷ୍ଣଙ୍କୁ ହତ୍ୟା କରିଛନ୍ତି ତାଙ୍କ ଦୁଇ ପୁଅ। ଘରେ ରହିଥିବା ଅବସ୍ଥାରେ ହେମଦସ୍ତାରେ ପିଟି ପିଟି ହତ୍ୟା କରିଛନ୍ତି ଗୋପାଳକୃଷ୍ଣଙ୍କୁ। ହତ୍ୟା କରିଥିବା ଦୁଇ ପୁଅ ଘର ମଧ୍ୟରେ ଏବେ ବି ଅଛନ୍ତି। ହତ୍ୟାକାରୀ ଦୁଇ ଭାଇ ହେଲେ ରଞ୍ଜନ ସାହୁ ଓ ପିଣ୍ଟୁ ସାହୁ। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରେରଣା ନ୍ୟୁଜ ଟୁଡେ। ସବୁଦିନ ବାଡିଆରା ବୁଝେଇଲା ପରେ ବି ବୁଝୁନି। କେତେ ବୁଝେଇଲୁ ତା ବି ମାନୁନି। କହୁଛି ତତେ ମୁଁ ମାରିବାଟା ହିଁ ମାରିବି। ସବୁଦିନ ଏମିତି କହି 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 ଆମେ ଏବେ ବାହାରେ ଥିଲୁ। ସେ ରଡ ବାଡି ନେଇକି ତାକୁ ବାଡିଆକୁ ଯାଇଥିଲା। ଗଲା ପରେ ମୁଁ କହିଲି କାହିଁକି ହଉଛ ଏ ବୟସରେ ଏମିତି କଥା ନେଇ ବୁଝୁନ କାହିଁକି କହିଲା ସିଏ ମତେ ଯାହା କହିଛି ସବୁ କହିଛି। ମତେ ସବୁ ମିଛ ସତ କହିଲା। ସେ 7 ଭଉଣୀ ଇଶାରାରେ ଯାଇକି ଟେକିକି ଛୁଇଁଲା। ଅନ୍ନ ଛୁଇଁକି କହିଲା। ସେ ପୁରସ୍ତମ୍ପୁର ଥାନାକୁ ବି ନେଇଥିଲୁ ଆମେ। ଟିକେ ବୁମ୍ ନାଉଁଛି ଟିକେ କହିଦ ଗୋଟେ ମିନିଟ୍। ହ୍ୟାଲୋ।